ଯେତେବେଳେ ମୁଁ ସରପଞ୍ଚ ଥିଲି ସରପଞ୍ଚ ସ୍ତରର ଯେଉଁ ସମସ୍ୟା ଲୋକଙ୍କର କଥା ଲୋକଙ୍କର ଦୁଃଖ ଲୋକଙ୍କର ବ୍ୟଥା ମୋ ପାଖକୁ ଆସୁଥିଲା ଆଜି ମୁଖ୍ୟମନ୍ତ୍ରୀ ହେଲା ପରେ ମଧ୍ୟ ଠିକ୍ ସେଇଭଳି ଭାବରେ ସେଇଭଳି ଦୁଃଖ କଷ୍ଟ ଏବଂ ତାଙ୍କର ବ୍ୟଥା ମୋ ପାଖକୁ ଆସୁଛି। ଏଣୁ ଏ ଯେଉଁ ଅନୁଭବ ଅଛି ଏବଂ ଚେଷ୍ଟା କରିଛି ସମାଧାନ କରିବା ପାଇଁ ଏବଂ ମୁଁ ସବୁବେଳେ ଭାବୁଥିଲି ଯେ ଯଦି କେବେ ମୋତେ ସୁଯୋଗ ମିଳିବ ସରକାରରେ ସାମିଲ ହେବା ପାଇଁ ସରକାରର ଏକ ଗୁରୁଦାୟିତ୍ୱ ମିଳିବା ପାଇଁ ତାହେଲେ ନିଶ୍ଚିତ ଭାବରେ ମୁଁ ତାହାର ତ୍ୱରିତ ସମାଧାନ କରିବା ପାଇଁ ଚେଷ୍ଟା କରିବି। ଏ କଥାକୁ ଯେତେବେଳେ ମୋର ମନେ ପଡ଼େ ଏବଂ ଆଜିର ଦିନରେ ଯେତେବେଳେ ମୁଁ ଏ କଥାକୁ ଏଇଥିପାଇଁ କହିବା ପାଇଁ ଚାହୁଁଛି ଯେ ଆଜି ନିଶ୍ଚିତ ଭାବରେ ସୌଭାଗ୍ୟବଶତଃ ମୁଁ ସେଦିନର ଯାହା ସ୍ୱପ୍ନ ଦେଖିଥିଲି ଯାହା ଭାବୁଥିଲି ଏବଂ ମୋତେ ଯେଉଁ ସମସ୍ୟା ଗୁଡ଼ିକ ଆସୁଥିଲା ତାର ସମାଧାନ ମୁଁ କେମିତି କରିପାରିବି ଆଉ ସୌଭାଗ୍ୟବଶତଃ ମହାପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣା ରାଜ୍ୟର 4.5 କୋଟି ଲୋକଙ୍କର ଆଶୀର୍ବାଦ ତଥା କେନ୍ଦ୍ରୀୟ ନେତୃତ୍ୱଙ୍କର ମୋ ଉପରେ ଭରସା ଫଳରେ ମୋତେ ରାଜ୍ୟର ନେତୃତ୍ୱ କରିବାକୁ ଆଜି ଏକ ବହୁତ ବଡ଼ ସୁଯୋଗ ମିଳିଛି। ତେଣୁ ମୁଁ ଏକ ସାଧାରଣ ଜନତା ଭାବେ ଯାହା ସବୁ ପକ୍ଷରୁ ଦେଖିଛି ଯେଉଁ ସବୁ ଅସମାହିତ ସମସ୍ୟାକୁ ମୁଁ ସମାଧାନ କରିବା ପାଇଁ ଚାହୁଁଥିଲି ଆଜି ମୋତେ ସୁଯୋଗ ମିଳିଛି ସେ ସବୁ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ। ଏହି 2 ଦିନିଆ ସମ୍ମିଳନୀରେ ଅନେକ ବିଷୟରେ ନିଶ୍ଚିତ ଭାବରେ ଆଲୋଚନା ତ ହେବ ଏବଂ ସେଥିପାଇଁ ମଧ୍ୟ ଆମ ସରକାରଙ୍କ ତରଫରୁ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଯାଇଛି ଏବଂ ଏ ବାବଦରେ ମଧ୍ୟ ଅନେକ ବିଷୟ ଆପଣମାନଙ୍କର ପାଖରେ ମଧ୍ୟ ଉପସ୍ଥାପନା କରିବାର ଯୋଜନା ରଖାଯାଇଛି ଆଜି ଆଉ ଆସନ୍ତାକାଲି 2 ଦିନ ଭିତରେ। କିନ୍ତୁ ମୁଁ ଯାହା ଯୋଜନା ବା ଆମର ଯୋଜନା ଖସଡ଼ା ରଖାଯାଇଛି ସେଥିରେ ମଧ୍ୟ କିଛି କଥା ଆସିପାରୁନାହିଁ ଖସଡ଼ା ଭିତରେ ମୁଁ ଭାବୁଛି ଯେ ତାକୁ ମଧ୍ୟ ମୁଁ ଟିକେ ଉଲ୍ଲେଖ କରିବାର ଆଜି ଦିନରେ ଆବଶ୍ୟକତା ଅଛି।